ଭଞ୍ଜଙ୍କର ପଦିଏ ଛାନ୍ଦ ମୁଁ ପଢୁ ଆଜ୍ଞା ଆଜ୍ଞା ଇଏ ବିହାରୁ ବିହାରୁ ଇଏ ବିହାରୁ ବିହାରୁ ଇଏ ଦଣ୍ଡ କାରଣେ ଦଣ୍ଡ କାରଣେ ବିହାରୁ ବିହାରୁ ଦଣ୍ଡ କାରଣେ ଦଣ୍ଡ କାରଣେ বৃন্দ ঋষি দেখি স্বপ্নে দেখি স্বপ্নে আরে বৃন্দ ঋষি দেখি স্বপ্নে দেখি স্বপ্নে লক্ষ্মণ জানকী যেতবে বনগমন করে মা দণ্ডকারণ্য মধ্য দেই যেতবে গমন করছেন দণ্ডকারণ্যরে 1600 ঋষি যাଗ যজ্ঞ হোମ কর্মରେ লিপ্ତ ରହୁଥାନ୍ତି ଯେମିତି ଆଜ୍ଞା ରାମ ଠାକୁରଙ୍କୁ ଦର୍ଶନ କରିଛନ୍ତି ଏ ଋଷିମାନେ ଏମିତି ଆଜ୍ଞା ଭାବାନ୍ତର ସୃଷ୍ଟି ହେଲା ତାଙ୍କ ମନରେ ଋଷିମାନେ ଆଜ୍ଞା ନାରୀ ଭାବ ଗୋପୀ ଭାବଟା ତ୍ରେତୟା ଯୁଗରୁ ସୃଷ୍ଟି ହେଲା କଣ କଲେ ଆଜ୍ଞା ଗୋପୀ ଭାବଟା ଯେତେବେଳେ ଜାଗ୍ରତ ହେଇଛି ନାଇଁ ଇଏ ବିଭ୍ରମ ଉପୁଜି ଇଏ ବିଭ୍ରମ ଉପୁଜି କଲା ମାନସ बोलती सखी सखी गोस सखी गोस अरे बोलती सखी सखी गोस सखी गोस ऋषिमाने परस्पर मध्य सखा बोली डाकुले भावांतर जो भावटा उपजिला सखी बोली डाकिले कहले तू कौन नारी वेश साजिलुणी नारी भावटा तो मनरे आसीची इमिति भाव आसिले कौन चलिबो टिके नारी नारी वेशटा लुणा तेणु आज्ञा कौन कले ये बेड़िया भाविण से बेड़िया भाविण लंबाई अरे बेड़िया भाविण लंबाई कुसुम मंडिले नहीं अरे विविध कुसुम मंडिले ऋषिमान बेणी भाविक लंबे विभिन्न प्रकार कुसुम फूल नहीं ये सिना है पाइबा तुम बिकु मानो पाइबा तुम बिकु पक्षरे रखी अरे पाइबा तुम बिकु पक्षरे रखी पक्षरे रखी भावे सुमुखी भावे सुमुखी अरे भावे सुमुखी भावे सुमुखी तुम्बिकु बजैया या विभु नाम गाउतले ताऊ पक्षरे बांधिले नारी वेशरे सजई हेई प्रभु राम निकट में पहुँचले जिते पहुँची गले कहले हे प्रभु आपण आमको विवाह करंतु मते विवाह करंतु प्रभु प्रभु ताको पछे विवाह न करंतु मते मैरिज करंतु प्रभु एमिति भावांतर जिते सृष्टि है ये तो भावग्राही ठाकुर भक्तर भाव कथा को जानी गले ये त्रेतया जुगरे तोर आशा पूर्ण हब नहीं पल्लवी होइब पल्लवी होइब तुम्हे पापरे तुम्हे पापरे अरे पल्लवी होइब तुम्हे पापरे तुम्हे पापरे सजे ब्रजरा ही बुआ एवं सडरे सेवं सडरे अरे ब्रजरा ही बुआ एवं सडरे सेवं सडरे अरे वृंदावन रे परा सोतेली सेरा सोतेली अरे
ଆଶା ମୁଁ ପୂର୍ଣ୍ଣ କରିବି ଦ୍ୱାପର ଯୁଗରେ ତମେ ହେବ 16,000 ଗୋପାଙ୍ଗନା ତମେ ଅଛ ଇଏ ତ୍ରେତୟା ଯୁଗରେ ଋଷି ସେଇଠି ହେବ 16,000 ଗୋପାଙ୍ଗନା ବଲ୍ଲଭୀ ହୋଇବ ତୁମ୍ଭେ ଦ୍ୱାପରେ ବ୍ରଜେ ରହିବୁ ଆମ୍ଭେ କଂସନରେ ବୃନ୍ଦାବନରେ ହେବ ରାସ ସେ ପର୍ଯ୍ୟନ୍ତ ଅପେକ୍ଷା କରିବୁ ଆମେ ଆଉ କଣ ସେ ଉଷୁମ ଥିବ ଆଜ୍ଞା ଅପେକ୍ଷା ଫଳ ମିଠା ବର୍ତ୍ତମାନ ଭେକେନ୍ସି ନାହିଁ ଯିଏ ହଉଛନ୍ତି କୃଷ୍ଣ ରାମଙ୍କ ନିକଟରୁ ଆଜ୍ଞା ଗୋପୀ ଭାବଟା ସୃଷ୍ଟି କୃଷ୍ଣଙ୍କର କଥାଟା ସୃଷ୍ଟି ତେଣୁ ପବିତ୍ର ରାମ ନାମର କିମ୍ବଦନ୍ତୀ ମୁଁ କାହିଁକି କହୁଛି ନା ପୁରୁଣା କାଳିଆ ଗୋଟେ ରୂଢି କଥା ଥିଲା ମଉସା ମାନେ କହନ୍ତି ଏ ରାମ ରାଜ୍ୟ ହେଲା କିରେ ରାମ ରାଜ୍ୟ ହେଲା କିରେ ରାମ ରାଜ୍ୟ କଥାଟା ସବୁଦିନ ସ୍ମରଣୀୟ ଅଛି କାହିଁକି ନା ରାମ ରାଜ୍ୟର କେବଳ ସୁଖ ଥିଲା ଆପଣ କହିବେ ସୁଖ କେମିତି କେମିତି ସୁଖ ଗୋଟିଏ ପଦ ମାଧବ ମିଶ୍ର ଶର୍ମା ସୀତାବନ ଦାସ କାବ୍ୟରୁ ମୁଁ ଗାଉଛି ଆପଣ ଅନୁମାନ କରିବେ ରାମ ରାଜ୍ୟର ସୁଖଟା କିଭଳି ଆଜ୍ଞା ସମୟ ବରସିଲା ମତି ଧେନୁ ମତି ଧେନୁ ସମୟ ବର୍ଷିଲା ଜଳ ଯୋଉ ସମୟରେ ମା ରାମ ରାଜ୍ୟରେ ବର୍ଷା ଦରକାର ସେତିକି ବେଳେ ବର୍ଷା ହଉଥିଲା ଦୁଗ୍ଧବତୀ ଧେନୁକୂଳ ଗାଭୀ ସବୁ ପ୍ରଚୁର ଦୁଗ୍ଧବତୀ ହଉଥିଲେ ଦୁଗ୍ଧର ଭାବ ନଥିଲା ନା ଆଜ୍ଞା ସେତେବେଳେ ମୁଁ ହାତକୁ ପାଣି ପିଉନଥିଲି ମତେ ଶୋଷ ଲାଗିଲେ ବାଡିଆ ବାଡିଆ କଳସା କଳସା କ୍ଷୀର ମୁଁ ପିଇ ଦଉଥିଲି ବାବା ଘଟ ଘଟ କରି ପିଇ ଦଉଥିଲି ତୁ କୋଉ ଯୁଗର ମଣିଷ ମାନେ ମୁଁ ଆର ଯୁଗର କଥା କହୁଛି ମୁଁ ତ ସେତେବେଳକୁ ହେଇ ସାରିବିନି ମାରୁଛି ନା ହାତ ମା ଯୌତୁକରେ ଆଣିଥିଲା ହେଲେ ଫଳବତୀ ତରୁ ବ୍ରତତି ତତି ବୃକ୍ଷ ସମୂହ ଫଳ ସମ୍ଭାରରେ ନଈ ପଡୁଥିଲା ମୋର କହିବାର ଉଦ୍ଦେଶ୍ୟ ରାମ ରାଜ୍ୟରେ କେବଳ ସୁଖ ଥିଲା